ତାମିଲନାଡୁରେ ବିଜେପିର ପରାଜୟ। ମୋଦିଙ୍କର କୌଣସି ପଡ଼ିଲାନି ପ୍ରଭାବ। ବିଜେପିକୁ ଟାର୍ଗେଟ କରିଥିଲେ କଂଗ୍ରେସ ଓ ଡିଏମକେ। ତାମିଲନାଡୁ ନିର୍ବାଚନରେ ଓଡ଼ିଶା ବିଜେପିର ପାଣ୍ଡିଆନ ବିରୋଧୀ ଭିଡିଓ ଚର୍ଚ୍ଚା ହେଉଥିଲା, ଯାହାକୁ ନେଇ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ, ଡିଏମକେ ଓ ବିଜେପି ମଧ୍ୟରେ ଖୁବ୍ କାଦୁଅ ଫିଙ୍ଗା ରାଜନୀତି ହୋଇଥିଲା। ପାଣ୍ଡିଆନ ବିରୋଧୀ ଭିଡିଓକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲେ କଂଗ୍ରେସ ଓ ଡିକେ। ହେଲେ ଏହି ତିନୋଟି ଦଳଙ୍କର ଚକ୍ରାନ୍ତ ଫଳ ଶୂନ ହୋଇଛି। ତାମିଲନାଡୁ ନିର୍ବାଚନରେ କାହାକୁ ସମର୍ଥନ ନ ମିଳିଥିବା ବେଳେ ବାଜି ମାରି ନେଇଛି ଟିଭିକେ। 2026 ନିର୍ବାଚନରେ ଥାଲାପତି ବିଜୟଙ୍କ ପାର୍ଟି ଟିଭିକେ କମାଲ କରିଛି। ଟିଭିକେ ଶାସକ ଡିଏମକେକୁ ବଡ଼ ଝଟକା ଦେଇଛି। ନିଜେ ସରକାର ଗଢ଼ିବାକୁ ଯାଉଛି ଟିଭିକେ। ରାଜ୍ୟର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ହାରିଯାଇଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କୁ ପରାସ୍ତ ସ୍ୱାଦ ଚାଖିବାକୁ ପଡ଼ିଛି। ଟିଭିକେ ନୂଆ ଦଳ ହୋଇଥିଲେ ମଧ୍ୟ ତାମିଲନାଡୁବାସୀଙ୍କ ଆଶ୍ୱାସନା ସାଜିଛି। ବିଜୟଙ୍କ ଲୋକପ୍ରିୟତା ବିପୁଳ ଜନ ସମର୍ଥନରେ ପରିଣତ ହୋଇଛି। 2034 ସିଟ୍ ବିଧାନସଭାର ଟିଭିକେ 107 ସିଟ୍ରେ ଆଗୁଆ ରହିଥିଲା, ଆଉ ଡିଏମକେ 70ରୁ ଅଧିକ ସିଟ୍ରେ ବିଜୟ ହୋଇଛି, ଆଉ ଡିଏମକେ ମଧ୍ୟ 57 ସିଟ୍ରେ ଆଗୁଆ ରହିଛି। ତାମିଲନାଡୁରେ ସରକାର ଗଠନ ପାଇଁ ବହୁମତ ସଂଖ୍ୟ 118 ହୋଇଥିବା ବେଳେ ଟିଭିକେ ସରକାର କରିବା ନେଇ ଏକ ପ୍ରକାର ସ୍ଥିତି ଗଠନ କରିଛି। ବିଜୟଙ୍କ ପାର୍ଟି ଟିଭିକେକୁ ଉପଭୋଟର ଦୃଢ଼ ସମର୍ଥନ ଶାସକ ବିରୋଧୀ ଭାବନାର ଲାଭ ମିଳିଛି। ଗତ 2024ରେ ତାମିଲନାଡୁ ରାଜନୀତିରେ ପାଦ ଥାପିଥିଲେ ବିଜୟ। ଥାଲାପତିଙ୍କର ଟିଭିକେ ପାର୍ଟି ମାତ୍ର 2 ବର୍ଷ ଦଳ ତାମିଲନାଡୁ ନିର୍ବାଚନରେ ସୁନାମ ଆଣିଦେଇଛି। ଅନେକ ସଂସ୍ଥା ଟିଭିକେକୁ ଓଡ଼ିଆ ଡିଭି କରିବେ ବୋଲି ଆକଳନ କରିଥିଲେ। ଯଦିଓ ଚଳିତ ନିର୍ବାଚନରେ ପ୍ରଥମ ଥର ବିଜୟ ଥାଲାପତିଙ୍କ ଟିଭିକେ ପାର୍ଟି ନିର୍ବାଚନ ଲଢ଼ିଥିଲା, ତେବେ ପ୍ରାରମ୍ଭିକ ଟ୍ରେଣ୍ଡରୁ ହିଁ ସବୁ ଆକଳନକୁ ପଛରେ ପକାଇ ଦେଇଛି ଟିଭିକେ। ଗଣତି ଟ୍ରେଣ୍ଡକୁ ନଜର ପକାଇଲେ ତାମିଲନାଡୁ ରାଜନୀତିରେ ଜବରଦସ୍ତ ଏଣ୍ଟ୍ରି ମାରିଛନ୍ତି ଅଭିନେତାରୁ ରାଜନେତା ବନିଥିବା ବିଜୟ ଥାଲାପତି। ପ୍ରଥମେ ଶାସକ ଦଳ ଡିଏମକେ ଆଗୁଆ ରହିଥିବା ବେଳେ ସମୟ ପରିବର୍ତ୍ତନ ସହ ଟ୍ରେଣ୍ଡ ମଧ୍ୟ ବଦଳିଥିଲା, ଆଉ ଲଗାତାର ଭାବରେ ଟ୍ରେଣ୍ଡର ଆଗରେ ରହିଥିଲା ଟିଭିକେ।